ভিডিওটিକୁ ଜମା ବି ସ୍କିପ୍ କରନ୍ତୁ ନାହିଁ। ଏ ଭିଡ଼ିଓରେ ଆପଣମାନେ ଜାଣିପାରିବେ ଯେ କେମିତି ଆପଣମାନେ ଘରେ ବସି ଏବେ ଅନଲାଇନ୍ ମାଧ୍ୟମରେ ଫାର୍ମର ଆଇଡି ବନେଇ ପାରିବେ। ହଁ ଚାଷୀ ଭାଇମାନେ ଆପଣମାନେ ଭିଡ଼ିଓଟିକୁ ଜମା ବି ସ୍କିପ୍ କରନ୍ତୁ ନାହିଁ। ଆପଣ ସବୁକିଛି ଜାଣିପାରିବେ ଫାର୍ମର ଆଇଡି ଅନଲାଇନ୍ ଆପ୍ଲାଏ ବିଷୟରେ। ତ କେମିତି ଆପଣମାନେ ଘରେ ବସି ଅନଲାଇନ୍ରେ ଏଇ ଫାର୍ମର ଆଇଡି ବା ଆପଣଙ୍କ ଯଦି ଫାର୍ମର ଆଇଡି ଏପର୍ଯ୍ୟନ୍ତ ନାହିଁ ତ ଆପଣମାନେ କେମିତି ଫାର୍ମର ଆଇଡି ପାଇଁ ଘରେ ବସି ଅନଲାଇନ୍ ମାଧ୍ୟମରେ ଆପଣଙ୍କ ମୋବାଇଲରେ କେମିତି ବନେଇବେ ବା କେମିତି ଆବେଦନ କରିବେ ତାହା ଆମେ ଏହି ଭିଡ଼ିଓରେ ସମ୍ପୂର୍ଣ୍ଣ ଡିଟେଲ୍ ଭାବରେ ଜାଣିନେବା। ଆସନ୍ତୁ ତ ଚାଷୀ ଭାଇମାନେ ଚାଲନ୍ତୁ ଡେରି ନକରି ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଆପଣମାନେ ଭାବୁଥିବେ ଯେ କେମିତି ଏହି ଫାର୍ମର ଆଇଡି ଅନଲାଇନ୍ ମାଧ୍ୟମରେ ହେବ, ତ ତାହା ଆପଣମାନେ ଭାବୁଥିବେ। ତ ଆମେ ଆପଣଙ୍କୁ ଆମ ଲାଇଭ୍ ପ୍ରୁଫ୍ ବା ଆପଣଙ୍କୁ ପ୍ରମାଣ ସହିତ ଆପଣଙ୍କୁ ଦେଖାଇବୁ ଏହି ଭିଡ଼ିଓରେ ଯେ କେମିତି ଫାର୍ମର ଆଇଡି ବନାନ୍ତି ଅନଲାଇନ୍ ମାଧ୍ୟମରେ। ତ ଆପଣମାନେ ଯେଉଁଟା ଓଡ଼ିଶାରେ ଯେଉଁ ଫାର୍ମର ଆଇଡି ଅଛି ତ ସେଇ ଫାର୍ମର ଆଇଡି ବିଷୟରେ ଆପଣମାନେ ସମସ୍ତେ ଜାଣିଥିବେ। ତ ଏଗ୍ରିନେସ୍ ବୋଲି ଯେଉଁ ୱେବସାଇଟ୍ ଅଛି ତ ସେଇ ୱେବସାଇଟ୍ରେ ଯେଉଁଟା ଅନଲାଇନ୍ ଆପ୍ଲିକେସନ୍ ବିଷୟରେ ବା ଅନଲାଇନ୍ ମାଧ୍ୟମରେ ବନେଇବା ଆବେଦନ କରିବାର ତା'ର ପ୍ରୋସେସ୍ ଏପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ବା ସେଇ ୱେବସାଇଟ୍ରେ ପ୍ରୋଭାଇଡ଼ କରାଯାଏ ନାହିଁ। ତ ଆପଣଙ୍କୁ ଅନଲାଇନ୍ ମାଧ୍ୟମରେ ଯେଉଁଟା ପ୍ରୋଭାଇଡ଼ କରାଯାଇଛି ବା ସେ ଫର୍ମଟା ଆପଣଙ୍କୁ ମିଳିବ ଅନଲାଇନ୍ ମାଧ୍ୟମରେ, କିନ୍ତୁ ଅଫଲାଇନ୍ ମାଧ୍ୟମରେ ବନେଇବାକୁ ସେ ଫର୍ମକୁ ଫିଲ୍ଅପ୍ କରି ଫାର୍ମର ଆଇଡି ପାଇଁ ଆବେଦନ କରିବାକୁ ପଡ଼େ। ତ ଆପଣମାନେ ଆଜି ଜାଣିବେ ଯେ ଫାର୍ମର ଆଇଡି ପାଇଁ କେମିତି ଆପଣମାନେ ଅନଲାଇନ୍ ମାଧ୍ୟମରେ କରିବେ। ତ ଆମ କେନ୍ଦ୍ର ସରକାର ଗୋଟିଏ ନୂଆ ପୋର୍ଟାଲଟେ ଲଞ୍ଚ କରିଛନ୍ତି। ତ ତାହାର ପୋର୍ଟାଲର ନାଁ ହେଉଛି ଏମ୍ କିଷାନ। ଆପଣ ଯାହା ସ୍କ୍ରିନ୍ରେ ଦେଖିପାରୁଥିବେ ତ ସେଇ ଏମ୍ ପୋର୍ଟାଲରେ ଆପଣମାନେ ଏମ୍ କିଷାନ ପୋର୍ଟାଲରେ ଆପଣମାନେ ଘରେ ବସି ଆପଣଙ୍କ କୃଷକ କାର୍ଡ଼ ବା ଫାର୍ମର ଆଇଡି ବା ଫାର୍ମର କାର୍ଡ଼ ବନେଇ ପାରିବେ। ତ ଆପଣମାନେ ଆପଣଙ୍କ ମୋବାଇଲରେ ଏମ୍ କିଷାନ ପୋର୍ଟାଲକୁ ଆସନ୍ତୁ ଓ ଆପଣଙ୍କୁ ଫାର୍ମର ଆଇଡି କେମିତି ବନାନ୍ତି ଯଦି ଆପଣମାନେ ଚାହିଁବେ ଭିଡ଼ିଓ ଆମେ ନେକ୍ସଟ ଭିଡ଼ିଓରେ ନିଶ୍ଚିତ ଭାବେ ଜାଣିପାରିବା। ତ ସେଥିପାଇଁ କମେଣ୍ଟ କରନ୍ତୁ, ନିଶ୍ଚିତ ନେକ୍ସଟ ଭିଡ଼ିଓରେ ଆମେ ଜାଣିପାରିବା ଯେ ଫାର୍ମର ଆଇଡି କେମିତି ବନାନ୍ତି। ତ ଆପଣମାନେ ଏଇ ୱେବସାଇଟ୍କୁ ଆସନ୍ତୁ। ତ ବହୁତ ସହଜ ଅଟେ ଅନଲାଇନ୍ ମାଧ୍ୟମରେ ଆବେଦନ କରିବା। ନହେଲେ ଆପଣମାନେ ଅନ୍ୟ ୟୁଟ୍ୟୁବ୍ ଭିଡ଼ିଓ ଦେଖିକି ଆପଣମାନେ ଜାଣିପାରିବେ ଯେ କେମିତି ଅନଲାଇନ୍ ମାଧ୍ୟମରେ ଆବେଦନ କରନ୍ତି ଫାର୍ମର ଆଇଡି ପାଇଁ। ତ ଯାଆନ୍ତୁ ଆପଣ ଭାବୁଥିବେ ଏଇ ଫାର୍ମର ଆଇଡି କେମିତି ୟୁଜ୍ କରିବୁ। ତ ଏଇ ଫାର୍ମର ଆଇଡିର ଯେଉଁ ଚାହିଦା ଅଛି ତ ବହୁତ ଅଛି, ତ ବହୁତ ଲାଭ ମଧ୍ୟ ଅଛି ଏଇ ଫାର୍ମର ଆଇଡିର। ତ ଆମ ଓଡ଼ିଶାରେ ଯେଉଁ ଫାର୍ମର ଆଇଡି ମିଳେ ତ ତା'ଠାରୁ ମଧ୍ୟ ଏହି ଫାର୍ମର ଆଇଡି ବହୁତ ସହାୟକ ଓ ଲାଭ ମଧ୍ୟ ମିଳିପାରେ। ତ ଆଶା କରିବୁ ଭିଡ଼ିଓଟିକୁ ବହୁତ ହେଲ୍ପଫୁଲ୍ ହେଇଥିବ। ଯଦି ଭିଡ଼ିଓଟି ହେଲ୍ପଫୁଲ୍ ହେଲା ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ଏତିକି ରହୁଛୁ। ଜୟ ହିନ୍ଦ, ବନ୍ଦେ ମାତରମ୍।